ଆଜି ସକାଳୁ କାର୍ ଚଲେଇବା ଶିଖିବାକୁ ବାହାରି ଗଲି। ଏମିତି ଆଜି ମୋର ଫାର୍ଷ୍ଟ ଡେ ଗାଡ଼ି ଚଲେଇବା ଶିଖିବାର। ସକାଳୁ ବ୍ରେକଫାଷ୍ଟରେ ଏଗ୍ ଅମଲେଟ୍ ସହ ବ୍ରାଉନ୍ ବ୍ରେଡ୍ ଖାଇକି ମୁଁ ଆଉ ମୋ ଭାଇ 2 ଜଣ ତକ କାର୍ ଚଲେଇବା ଶିଖିବାକୁ ବାହାରି ଗଲୁ। ଆକ୍ଚୁଆଲି ମୁଁ କାର୍ ଚଲେଇବା ଶିଖିବି, ମୋ ଭାଇ ମୋତେ ଶିଖେଇବ। ଦି ଜଣ ଡିସାଇଡ୍ କଲୁ କି କୌଣସି ଫାଙ୍କା ଜାଗାକୁ ଯାଇ ଗାଡ଼ି ଚଲେଇବା ଶିଖିବୁ ବୋଲି। ଦେଖନ୍ତୁ ମୁଁ କେମିତି ମୋ ଭାଇ ସହ ଖେଳୁଛି। ବାପୁ ଆଜି ମତେ ତୁ ଗାଡ଼ି ଶିଖେଇ ଦେବୁ? ଶିଖିବାକୁ ପଡ଼ିବ, କ'ଣ କରିପାରିବା। ଦାଦା ଠିକ୍ ସେ ନ ଶିଖେଇ ଗଲେ ଦାଦା ଦରମା ଦେବିନି। ହଁ ବହୁତ ଦେଇ ଦଉଥିଲୁ, ଏଥର ନଦେଲେ ଚଳିବ। ଏମିତି ତ ମୁଁ ଗାଡ଼ି ଚଲେଇବା 2022ରୁ ହିଁ ଶିଖି ଯାଇଥିଲି। ହେଲେ 10-15 ଦିନ ଗାଡ଼ି ଚଲେଇଲା ପରେ ମୁଁ ମୋର ପ୍ରାକ୍ଟିସ୍ ଛାଡ଼ି ଦେଇଥିଲି। ଏଟା ହଉଛି ମୁଁ କ୍ଲଚ୍, ସବୁ ଭୁଲି ଯାଇଥିଲି। ଏଟା ବ୍ରେକ୍, ଏଟା ଏକ୍ସିଲେଟର। ମୋ ଭାଇ ମତେ ଟିକେ ସାହସ ଦେଲା, ବ୍ରେକ୍, ଏକ୍ସିଲେଟର। କହିଲା କି ଆରେ ଡରୁଛୁ କ'ଣ ପାଇଁ, ତୋ ପାଖରେ ପରା ମୁଁ ଅଛି, କିଛି ହେଲେ ମୁଁ ସମ୍ଭାଳି ଦେବିନି, କିନ୍ତୁ ତୁ ନିର୍ଡର ହେଇକି ଗାଡ଼ି ଚଲା। ତାଠାରୁ ସାହସ ପାଇଲା ପରେ ନିଜ ମନର ଡରକୁ କିଛି ସମୟ ପାଇଁ ଭୁଲି ନିଜେ ଗାଡ଼ି ଚଲେଇଲି। ତାପରେ ସିଏ ମୋତେ ଆଜି କାର୍ର ୟୁଟର୍ନ କରିବା ଶିଖାଇଲା। ଅଳ୍ପ ଶିଖିକି ଆଜି ଘରକୁ ପଳେଇ ଆସିଲୁ। ଘରେ ଆସି ଦେଖେ ତ ଘରେ କ'ଣ କାଶି କୋଳି ରଖା ହେଇଥିଲା। ହେଲେ ସେଇଟା କାଶି କୋଳି ନଥିଲା, ସେଇଟା ପିଜୁଳି ଥିଲା। କାଶି କୋଳି ଭଳି ଦେଖାଯାଉଥିଲା। ଓଡ଼ିଆ ଘରର ଗୋଲାପ ଫୁଲ ମାନେ କଖାରୁ ଫୁଲ। କଖାରୁ ଫୁଲ ଦେଖି ମନ ବହୁତ ଖୁସି ହେଇଗଲା, କାହିଁକି ନା ଆଜି ପଖାଳ ସହ କଖାରୁ ଫୁଲ ବରା ବି ବନିବ। ଯଦି ମୋର ଏଇ କୁନି ବ୍ଲଗ୍ଟି ଆପଣମାନଙ୍କୁ ଭଲ ଲାଗିଲା ତାହେଲେ ଲାଇକ୍ ସପୋର୍ଟ କରିବାକୁ ଜମା ବି ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।